Thank you.
ସାନ୍ଧ୍ୟ ପ୍ରାର୍ଥନା ପରେ ଅଳ୍ପ ସମୟ ପାଇଁ ଗୋଟିଏ ଛୋଟ ସତ୍ସଙ୍ଗ ଅନୁଷ୍ଠିତ। ଏଇଟା ନିତ୍ୟ ନୈମିତ୍ୟ କାର୍ଯ୍ୟ। ଆମର ଆଶ୍ରମରେ ମଧ୍ୟ এই କାର୍ଯ୍ୟଟି ସବୁଦିନ ଅନୁଷ୍ଠିତ ହୁଏ। ପ୍ରାର୍ଥନା ପରେ ସତ୍ସଙ୍ଗ କିଛି ସମୟ ପାଇଁ ହୁଏ। ତେଣୁ ସେ ସତ୍ସଙ୍ଗର ବିସ୍ତୃତ ବର୍ଣ୍ଣନା ମୁଁ କରିବାକୁ ଚାହୁଁନି, କେବଳ ଗୋଟିଏ ଦୁଇଟି ଉଦାହରଣ ଦେଇ କଥାଟି ବନ୍ଦ କରିବି। ମୋର ସମ୍ପୂର୍ଣ୍ଣ ଭାବରେ ମନେ ଅଛି ଏବଂ ମୁଁ ସବୁବେଳେ ଯେଉଁ କଥାକୁ ଭାବେ ତାର ପ୍ରମାଣ ମଧ୍ୟ ଜାଣିଛି। ମୁଁ ଅନେକ ଥର ଏଇ ସତ୍ସଙ୍ଗରେ ବି କହିଛି, ଗୁରୁ ମାୟା ବାବାଙ୍କର ସୁନ୍ଦର କଥା, ଗୁରୁ ମନୁଷ୍ୟ ନୁହନ୍ତି, ମନୁଷ୍ୟ ଗୁରୁ ହେଇ ନ ପାରେ। ଗୁରୁ ମନୁଷ୍ୟ ନୁହନ୍ତି, ତାପରେ କହିଲେ ମନୁଷ୍ୟ ଗୁରୁ ହେଇ ନ ପାରେ। ଏଇ କଥାଟାକୁ ଦିନେ ଭୁବନେଶ୍ୱର ଆଶ୍ରମରେ 1982 ମସିହାରେ 82 କି 83 ମସିହାରେ ହେବ, ବାବା ବାୟାଙ୍କ ପାଖରେ ଆମେ ବସିଥାଉ, କିଛି କଥା ଆଲୋଚନା ହେଉଥାଏ। ସେଠି କିଛି କଥା ଆମେ ପଚାରିବୁ, ସେ କହିବେ କି ସିଏ କ'ଣ ପଚାରିବେ ଆମେ କହିବୁ। ସେଇଭଳିଆ ମନୋଭାବ ମଧ୍ୟ ଆମ ଭିତରେ ଜମା ଆସେ। ଆମେ କେବଳ ଭାବୁ ଯେ ବାବା ଗୋଟେ କ'ଣ କହିବେ, ତାକୁ ଟିକେ ଶୁଣିବା। ଏମିତି ଅନେକ ସମୟ ଗତ ହୁଏ। ସେଦିନ ଗୋଟେ କଥା ପ୍ରସଙ୍ଗରେ ସେ ଆଉ କାହାକୁ ଜଣଙ୍କୁ ବୁଝଉଥିଲେ, ଗୁରୁ ମନୁଷ୍ୟ ନୁହନ୍ତି, ମନୁଷ୍ୟ ଗୁରୁ ହେଇ ନ ପାରେ। ସେଇ କଥାଟାକୁ ବଳିଆ ମଧ୍ୟ ତାକୁ ସ୍ମରଣ କରି ଟିକେ ସାହସ ବାନ୍ଧି ଟିକେ କହିଲି। ଆଉ ମୁଁ କହିଲି, ବାବା ଗୁରୁ ତ ମନୁଷ୍ୟ ନୁହନ୍ତି, ଇଏ ଠିକ୍, ଆଉ ମନୁଷ୍ୟ ଗୁରୁ ହେଇ ନ ପାରେ, ଇଏ କଥାଟା କ'ଣ ବୁଝି ହେଉନି। କହିଲେ, ଗୁରୁ ମନୁଷ୍ୟ ନୁହନ୍ତି, ଏତିକ ବୁଝିପାରିଲ। ଯଦି ଆକୁ ବୁଝିଲ, ତାହେଲେ ମନୁଷ୍ୟ ଗୁରୁ ହେଇ ନପାରେ, ଏ କଥାଟା କେମିତି ବୁଝିଲନି? ମୁଁ ଆଉ କିଛି କହିବି। ସେତେବେଳକୁ ମୋ ଭିତରେ ମଧ୍ୟ ସେ ଉତ୍ତରଟା ବି ପ୍ରାୟ ଅଧା ଅଧି ଆସିଲାଣି। ମନୁଷ୍ୟ ସବୁ ରୂପରେ ଜନ୍ମ ହେଇପାରିବ ଏବଂ କର୍ମ କରିପାରିବ। ମନୁଷ୍ୟ ମଧ୍ୟ ଗୁରୁ ହେଇପାରିବ। କେଉଁ ମଣିଷ? ସେ ମଣିଷର ରୂପଟି ନେଇଥିବ, କିନ୍ତୁ ତାର ସ୍ୱଭାବ ଗୋଟେ ବାଘ ଭଳିଆ ଥିବ କି ସିଂହ ଭଳିଆ ଥିବ। ସେ କେମିତି ଗୋଟେ ଗୁରୁ ପଦବାଚ୍ୟ ହେବ? ଗୁରୁ ମୀନ ରୂପ ହେବେ, କଚ୍ଛପ ରୂପ ହେଇପାରିବେ। ଏହାର ଅର୍ଥ ନୁହେଁ ଯେ ଗୁରୁ ରାକ୍ଷସ ରୂପ ହେବେ। ଏ କଥା କେବେ ସମ୍ଭବ ନୁହେଁ। ଏମିତି ଭାବି କଥା ଦେଖି ଏଇଠି ଆମେ ରଖିଲେ। ତାପରେ ବାବାଙ୍କୁ ଦର୍ଶନ କରି ଆମେ ଫେରିଲୁ। କିନ୍ତୁ ମନ ଭିତରେ ସେଇ କଥାଟା କେବଳ ଗୁଞ୍ଜରଣ ହେଉଥାଏ। ବାବା କହିଲେ ଗୁରୁ ମନୁଷ୍ୟ ନୁହନ୍ତି, ମନୁଷ୍ୟ ଗୁରୁ ହେଇ ନପାରେ। ତାକୁ ପୁଣି ବଳିଆ ମାନେ ଖଣ୍ଡନ କଲା ବା ଖଣ୍ଡନ କରିବାକୁ ଚେଷ୍ଟା କଲା
ଇଏ ବି ଗୋଟେ ଅପରାଧ। କାହିଁକି ଏ କଥା ମୁଁ କହିଲି, କହିବାଟା ଉଚିତ ନଥିଲା। କିଛି ଦିନ ପରେ ଆମେ ସବୁ ସମୁଦ୍ର କୂଳକୁ ଯାଇଥିଲୁ, ପୁରୀ ସମୁଦ୍ର କୂଳକୁ ଯାଇଥିଲୁ। ଟିକେ ବସିବୁ, ବୁଲିବୁ, ଗପସପ ହବୁ, ଆସିବୁ। ମୋ ସାଙ୍ଗରେ ଆମେ ଗୋଟେ ସରକାରୀ ଜିପ୍ରେ ଯାଇଥିଲୁ। ସେଠି ଥିଲେ ସରସ୍ୱତୀ ହେମ୍ବ୍ରମ, ଯେତେବେଳେ ସେ ମିନିଷ୍ଟର ଥିଲେ, ସେ ଯାଇଥିଲେ। ଶରଦ ମହାନ୍ତି ସେଇ ବାରିପଦାର, ସେ ମଧ୍ୟ ଯାଇଥିଲେ। ଆଉ ଜଣେ କିଏ ଗୋପାଳଗିରି ସେଇ ମୟୂରଭଞ୍ଜର, ସେ ମଧ୍ୟ ଯାଇଥିଲେ। ଆଉ ଆମେ ଯାଇଥିଲୁ। ଆମେ ସେ ସମୁଦ୍ର କୂଳରେ ବସିଥିବା ବେଳେ ହଠାତ୍ ଗୌରହରିଗିରି ଯିଏ ଯାଇଥିଲେ, ସେ କହିଲେ ଯେ ଆମେ ଚାହୁଁଛୁ ସମୁଦ୍ର ଆମ ପାଖକୁ ଆସେ। ଇଏ କି କଥା? ସମୁଦ୍ର ଯାଇକିରି ଯାଇ କେଉଁଠି, ଆମେ ବସିଛେ କେଉଁଠି, ସମୁଦ୍ର କେମିତି ଆମ ପାଖକୁ ଆସିବ? ଆମେ କ'ଣ ସମୁଦ୍ରଙ୍କ ଡାଇରେକ୍ଟର? ସିଏ କହିଲେ ସେ କଥା କ'ଣ ଆମେ କହୁଛୁ, ଡାଇରେକ୍ଟର ସମୁଦ୍ର ନୁହନ୍ତି, କିନ୍ତୁ ଯିଏ ସମୁଦ୍ରକୁ ଡାଇରେକ୍ସନ୍ ଦେଇଛନ୍ତି ସିଏ ଆପଣଙ୍କ ଭିତରେ ଅଛନ୍ତି। ତେଣୁ ଆପଣ କହିଲେ ସେ ଆସିବ। ଏଇ କଥା କହିଥିବା ବେଳେ ମୋ ମନଟା ପୁରା ଗଡ଼ବଡ଼ ହେଇଗଲା। ମହାପରୀକ୍ଷାରେ ମୋତେ ପକାଇଲେ। ଆମେ ଆଜି ରାତି ଯାକ ଏଇଠି ବସିବୁ, ସମୁଦ୍ର ଆମ ପାଖକୁ ଆସିବ। ତାପରେ ସମୁଦ୍ରକୁ ମୋର ଯେଉଁ ମନ୍ତ୍ରରେ ପ୍ରାର୍ଥନା କରିବା କଥା ମୁଁ କଲି। ଆଖି ବୁଜିକିରି ପ୍ରାର୍ଥନା କରୁଥିବା ସମୟରେ ସେ ବହୁତ ବାଟରେ ସେ ସମୁଦ୍ରର ଲହଡ଼ି ଥିଲା, ସେ ମାଡ଼ି ଆସିଲା। ଆମ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁ ଧୋଇ ଦେଇ ଚାଲିଗଲା। ତେଣୁ ସମସ୍ତେ ହସିଲେ। ହସିବାର କାରଣ ଯେ ଆପଣ ମନା କରୁଥିଲେ ଆଇଲା କେମିତି? ଆଉ ଆଇଲା ଆଉ କ'ଣ? ପୁଣି କିଛି ବାଟ ଉପରକୁ ଗଲେ। ଆମେ ଏଇଠି ବସିବୁ, ସମୁଦ୍ର ବର୍ତ୍ତମାନ ଏଇଠିକି ଆସିବ। କହିଲି ଦେଖ, ଏମିତି ସମୁଦ୍ରକୁ ତୁମେ ଭାବନା ସେ ଗୋଟେ ଛୋଟିଆ ଖେଳଣା, ତୁମେ ତାକୁ ଏମିତି ହଇରାଣ କରିବା ଉଚିତ ନୁହଁ। ସିଏ ଏଭଳି ଭାବରେ ଯୁକ୍ତି ଉପସ୍ଥାପନା କଲେ, ଯୁକ୍ତି ନୁହଁ, ଗୋଟେ ଏମିତି ତାଙ୍କ କଥା ସେ କହିଲେ, ଆମେ ଆମର ଏଇଠି ଶୋଇବୁ, ଗାମୁଛା ପକେଇକି ଶୋଇବୁ, ସମୁଦ୍ର ଆଇଲେ ଯାଇକି ଯିବୁ। ସେମିତି ସମସ୍ତେ ବସିଲେ। ବଳିଆ ମଧ୍ୟ ସେଇ ସମୁଦ୍ରକୁ ରତ୍ନାକରଂ ତବ ଗୃହେ ଗୃହିଣୀ ଚ ପଦ୍ମା କିଂ ଦେୟମସ୍ତି ଭବତାଂ ପୁରୁଷୋତ୍ତମାୟ। ଏଇ ଶ୍ଲୋକଟି ପଢ଼ିକିରି ମୁଁ ପ୍ରାର୍ଥନା କରୁଛି, କେତେବେଳେ ସେ ସମୁଦ୍ର ଆସିକିରି ଆମକୁ ପୁରା ବୁଡ଼େଇ ଦେଇ ଚାଲିଗଲା, ମାନେ ବେକ ପର୍ଯ୍ୟନ୍ତ ସମୁଦ୍ର ଆସିଲା। ତାଙ୍କ ମନ ଆହୁରି ଖୁସି ହେଇଗଲା। ତାଙ୍କର ତ ଜିଦ୍ ଲାଗିଛି। ପୁଣି କିଛି ଦୂରକୁ ଗଲେ, କହିଲେ ବାବା ଆମେ ଆଉ କହିବୁନି, ଏଇଠି ଆମ କଥା ଶେଷ ହେବ, ଆମେ ଗୋଟେ ଅନୁଭୂତି ନେଇକିରି ଯିବୁ। କହିଲେ ତମେ ତମର ଯାହା କହୁଛ କୁହ, ସେ ସମୁଦ୍ରକୁ କୁହ, ମୋତେ କେହି କିଛି କୁହ ନା, ମୁଁ କିଛି ମନ୍ତ୍ର ଜାଣିନି। ସେ ଆମେ ସମୁଦ୍ରକୁ କିଛି କହିବୁନି, ଆପଣ ହିଁ କହିଲେ ସେ ଆସିବେ, ଆମ କଥାରେ କ'ଣ ସମୁଦ୍ର ଆସିବେ? ଏଇଭଳି ଭାବରେ ତୃତୀୟ ଥର ମଧ୍ୟ ସମୁଦ୍ର ତାଙ୍କ ନିକଟକୁ ଆସିଲେ। ସେଇଠୁ ଆମେ ବାଲିରୁ ଉଠି ପୁଣି ଗାଡ଼ିରେ ବସିଲୁ, ପୋଛାପୋଛି ହେଇ, ଏବଂ ବାଟଯାକ ଆମେ ପୁଣି ଭୁବନେଶ୍ୱର ଫେରିଆସିଲୁ। ଇଏ କଥା ମୁଁ କାହିଁ କହୁଛି,
आमे गुरु कहिले मनुष्य नुहंती। हाँ, गुरु प्रकृत मनुष्य नुह, किंतु ये जगत रे आमे जहाँ भी देखुचु गुरु को बिना कौन सी कथा आज सृष्टि है। मु आपण मानू केवल कहू नहीं सी वाल्मीकि विश्वामित्र से जनक एमती जो गुरु मान ना सब आम शुणीचु। वर्तमान भी जो गुरु मान ना शुणीचु टीवी पर्दार रेडियो जा प्रकृत से माने जे गुरु ये कथाटा संपूर्ण सत्य नहीं। गुरुमय ये जगत अनंत शयन सी सबु जगार अच्छा, सी सबु भितर अच्छा, समस्तंकर दुख आ सुख को सी ठीक समय जानी ठीक उपाय केवल आम भितर थिबा अज्ञता आमे ताकू ठीक भाव बुझी पार। ये जो 3 थर समुद्र आसिले तापरे मु 10 वर्ष 15 वर्ष से समुद्र कूल को जाइछि। समुद्र आउ केबे सेई पर्यंत आसीबा मध्य मु काठार शुणिनी। तेणु गुरु कहिले केवल मनीष नुहंती, आपण जहाकू भी हाथ मारिबे बा जो स्थानटाकू आपण निर्वाचन करिवे सेठी मध्य गुरु अछंती एवं सेठी मध्य किछि शिक्षा भी अछि। माटी गोड़ी पत्थर पवन जल गछ तरु तृण लता जहाँ भी आम देखु ये दुनिया रे जहाँ सृष्टि होती बही सृष्टि होती सिलेट सृष्टि होती खड़ी सृष्टि होती कागज कलम ठारू आरंभ कर कंप्यूटर पर्यंत पुणी कंप्यूटर ठू आरंभ कर आहरी अनेक कथा पर्यंत जहाँ आज पर्यंत सृष्टि होती से सृष्टिर स्रष्टा होती एकमात्र गुरु। भगवान गुरु रूप से मनीष रूप हूँ तो कि जो रूप भगवान गुरु रूप मनीष को शिक्षा दियंती एवं से शिक्षाटा परवर्ती समय आम दीक्षा हो जाए एवं शास्त्र मध्य हो जाए। तेणु से आमर गुरु वंदना वर्तमान पढ़ुले गुरु निंदा